ବନ୍ଧୁମାନେ ପିତୃ ପକ୍ଷରେ ପ୍ରତିଦିନ ଆପଣ ଏହି 5ଟି ସ୍ଥାନରେ ଜଳାଇ ଦିଅନ୍ତୁ ଦୀପ। ପିତୃ ପୁରୁଷଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ହେବେ ପ୍ରସନ୍ନ। ତ ବନ୍ଧୁମାନେ ଏହି ବର୍ଷ ପିତୃ ପକ୍ଷର ଆରମ୍ଭ 17 ଡିସେମ୍ବରରୁ ହୋଇଛି ଏବଂ 2 ଅକ୍ଟୋବର ପର୍ଯ୍ୟନ୍ତ ଆମର ପିତୃପକ୍ଷ ଚାଲିବ। ତ ବନ୍ଧୁମାନେ ଏହି ପିତୃପକ୍ଷରେ ଆମେ ଆମର ପୂର୍ବପୁରୁଷମାନଙ୍କର ସାନି ଉଦ୍ଦେଶ୍ୟରେ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟରେ ପିଣ୍ଡଦାନ, ଦର୍ପଣ ଏବଂ ଶ୍ରାଦ୍ଧ କାର୍ଯ୍ୟ କରିଥାଉ ଏବଂ ଦାନ ପୁଣ୍ୟ ମଧ୍ୟ କରିଥାଉ। କାରଣ ପିତୃପକ୍ଷର 15 ଦିନ ଆମର ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ଅଟେ, ସେମାନଙ୍କ ପାଇଁ ସମର୍ପିତ ଅଟେ। କାରଣ ଏପରି ମାନା ଯାଇଥାଏ କି ଆମର ଏହି ପିତୃପକ୍ଷରେ ପିତୃପୁରୁଷମାନେ ଧରାଧାମକୁ ଅବତରଣ କରିଥାନ୍ତି ଏବଂ ନିଜର ପରିବାର ଏବଂ ସନ୍ତାନକୁ ଖୁସିରେ ଜୀବନ ବିତାଇବାର ଆଶୀର୍ବାଦ ପ୍ରଦାନ କରିଥାନ୍ତି ଏବଂ ମହାଳୟା ଅମାବାସ୍ୟା ଦିନ ସେମାନେ ଧରାପୃଷ୍ଠରୁ ପୁଣି ଥରେ ପିତୃଲୋକକୁ ଗମନ କରିଥାନ୍ତି। ତେବେ ପିତୃପକ୍ଷର ଏହି 15 ଦିନରେ ଯଦି ଆମେ ଆମର ପିତୃପୁରୁଷମାନଙ୍କର ଉଦ୍ଦେଶ୍ୟରେ ଶ୍ରାଦ୍ଧ, ଦର୍ପଣ, ପିଣ୍ଡଦାନ, ଦାନ ପୁଣ୍ୟ ଏବଂ ଏସବୁ କାର୍ଯ୍ୟ କରିଥାଉ ତ ଆମକୁ ଆମର ପିତୃପୁରୁଷମାନଙ୍କର କୃପା ପ୍ରାପ୍ତି ହୋଇଥାଏ, ସେମାନଙ୍କର ଆଶୀର୍ବାଦ ମିଳିଥାଏ। ତ ଏହି ସମୟରେ ଆମେ ଯଦି ବିଶେଷ କରି ଏହି 4ଟି ସ୍ଥାନରେ ଦୀପ ଜାଳୁ ତ ଆମକୁ ଆମର ପିତୃପୁରୁଷମାନଙ୍କର ଆଶୀର୍ବାଦ ମିଳିଥାଏ ଏବଂ ମା ଲକ୍ଷ୍ମୀ ମଧ୍ୟ ଆମ ଉପରେ ପ୍ରସନ୍ନ ହୋଇ ଆମ ଗୃହରେ ବାସ କରିଥାନ୍ତି। ପିତୃପକ୍ଷରେ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଦୀପ ଜାଳିବାର ଏହି ଚମତ୍କାରୀ ଉପାୟ ବହୁତ ହିଁ ପ୍ରଭାବଶାଳୀ ମାନାଯାଇଥାଏ। ପିତୃପୁରୁଷଙ୍କର ଆଶୀର୍ବାଦ ପାଇବା ପାଇଁ ଏବଂ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ଏହି 4ଟି ସ୍ଥାନରେ ଦୀପ ଜାଳିବାକୁ ବହୁତ ହିଁ ଶୁଭ ମାନାଯାଏ ଏବଂ ଆପଣ ବହୁତ ଶୀଘ୍ର ହିଁ ଏହାର ଶୁଭ ଫଳ ଦେଖିବାକୁ ପାଇପାରିବେ। ତ ବନ୍ଧୁମାନେ ମା ଲକ୍ଷ୍ମୀ ଏପରି ବ୍ୟକ୍ତିଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି ଯେଉଁ ବ୍ୟକ୍ତିମାନେ ନିଜ ଗୁରୁଜନମାନଙ୍କର ସେବା କରିଥାନ୍ତି ଏବଂ ନିଜର ଗୁରୁଜନମାନଙ୍କର ମୃତ୍ୟୁ ପରେ ସେମାନଙ୍କର ଉଦ୍ଦେଶ୍ୟରେ ଦାନ ପୁଣ୍ୟ ଇତ୍ୟାଦି କରିଥାନ୍ତି। ତ ବନ୍ଧୁମାନେ ଆସନ୍ତୁ ଜାଣିବା କେଉଁ 4ଟି ସ୍ଥାନରେ ଆପଣ ପ୍ରତ୍ୟେକ ଦିନ ଦୀପ ଜାଳିବା ଦ୍ୱାରା ଆପଣଙ୍କୁ ଆପଣଙ୍କର ପିତୃପୁରୁଷଙ୍କ ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁମାନେ ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ବନ୍ଧୁମାନେ ପ୍ରଥମେ ହେଉଛି ଦକ୍ଷିଣ ଦିଗ। ଆମର ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ପିତୃପୁରୁଷଙ୍କର ଦିଗ ବୋଲି ମାନାଯାଇଥାଏ। ଦକ୍ଷିଣ ଦିଗରେ ପିତୃପୁରୁଷଙ୍କର ବାସ ହୋଇଥାଏ। ତ ଏହି 15 ଦିନରେ ଅର୍ଥାତ୍ ପିତୃପକ୍ଷ 15 ଦିନରେ ଆପଣ ପ୍ରତ୍ୟେକ ଦିନ ଦକ୍ଷିଣ ଦିଗରେ ଏକ ଚଉମୁଖୀ ଦୀପ ଜାଳନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ପିତୃପୁରୁଷ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ଆପଣଙ୍କ ପିତୃପୁରୁଷଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ। ମାତ୍ର ଧ୍ୟାନ ରଖିବେ ଯେ ଏହି ଦିଗରେ ଆପଣ ଯଦି ସୋରିଷ ତେଲର ଦୀପ ଜାଳନ୍ତି ତ ଏହା ସବୁଠାରୁ ଅଧିକ ଶୁଭ ହୋଇଥାଏ। ଦକ୍ଷିଣ ଦିଗକୁ ଯମରାଜାଙ୍କର ଦିଗ ବୋଲି ମଧ୍ୟ ମାନାଯାଇଥାଏ, ସେଥିପାଇଁ ଦକ୍ଷିଣ ଦିଗରେ ସୋରିଷ ତେଲର ଦୀପ ଜାଳିବାର ଅଧିକ ମହତ୍ତ୍ୱ ରହିଛି। ମାନ୍ୟତା ଅଛି ଯେ ଯଦି ଆପଣ ଦକ୍ଷିଣ ଦିଗରେ ଦୀପ ଜାଳନ୍ତି ତ ଏହାଦ୍ୱାରା ଆପଣଙ୍କର ପିତୃପୁରୁଷଙ୍କ ପାଇଁ ରାସ୍ତା ଉଜ୍ଜଳମୟ ହୋଇଥାଏ ଏବଂ ସେମାନଙ୍କର ରାସ୍ତାରେ କୌଣସି ବାଧାବିଘ୍ନ ଆସିନଥାଏ, ଯାହାଦ୍ୱାରା ସେମାନଙ୍କୁ ଅତି ସହଜରେ ମୋକ୍ଷ ପ୍ରାପ୍ତ ମଧ୍ୟ ହୋଇଥାଏ। ଦ୍ୱିତୀୟରେ ହେଉଛି ଅସ୍ତଗଛ ମୂଳରେ ଦୀପ ଜାଳିବା। ଆପଣ ଏହି ପିତୃପକ୍ଷରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଅସ୍ତଗଛ ମୂଳରେ ଦୀପ ଜାଳନ୍ତୁ ଏବଂ ଦୀପରେ ଆପଣ ସୋରିଷ ତେଲ ଦିଅନ୍ତୁ ଏବଂ ସେଥିରେ କିଛି କଳା ରାଶି ପକାଇ ଦିଅନ୍ତୁ। ବନ୍ଧୁମାନେ ଅସ୍ତଗଛରେ ଦେବାଦେବୀଙ୍କ ସହିତ ପିତୃପୁରୁଷଙ୍କର ମଧ୍ୟ ବାସ ହୋଇଥାଏ, ସେଥିପାଇଁ ପିତୃପକ୍ଷରେ ଯଦି ଆପଣ ଅସ୍ତଗଛ ମୂଳରେ ପ୍ରତିଦିନ ଦୀପ ଜାଳନ୍ତି ତ ଏହାଦ୍ୱାରା ଆପଣଙ୍କୁ ଆପଣଙ୍କର ପିତୃପୁରୁଷଙ୍କର ଆଶୀର୍ବାଦ ମିଳିଥାଏ। ଏହା ବ୍ୟତୀତ ଅସ୍ତଗଛ ମୂଳରେ ଦୀପ ଜଳାଇବା ଦ୍ୱାରା ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ। ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି, ଯାହାଦ୍ୱାରା ଆପଣଙ୍କ ଗୃହରେ ଧନଧାନ୍ୟର ମଧ୍ୟ ବୃଦ୍ଧି ହୋଇଥାଏ। ତୃତୀୟରେ ଗୃହରେ ମୁଖ୍ୟ ଦ୍ୱାର ନିକଟରେ ଦୀପ ଜଳାଇବା। ଗୃହରେ ମୁଖ୍ୟ ଦ୍ୱାରରେ ଦୀପ ଜଳାଇବା ବହୁତ ହିଁ ଶୁଭ ହୋଇଥାଏ। ପିତୃପକ୍ଷରେ ଆପଣ ନିଜର ମୁଖ୍ୟ ଦ୍ୱାରରେ ସନ୍ଧ୍ୟା ସମୟରେ ଦୀପ ଜଳାନ୍ତୁ। ଏହାଦ୍ୱାରା ଆପଣଙ୍କ ଗୃହରେ ଯେଉଁ ନକାରାତ୍ମକ ଉର୍ଜା ରହିଛି ତାହା ମଧ୍ୟ ଦୂର ହୋଇଯାଇଥାଏ। ଏହା ସହିତ ପିତୃପୁରୁଷ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କୁ ସର୍ବଦା ସୁଖୀ ଏବଂ ସମ୍ପୂର୍ଣ୍ଣ ରହିବାର ଆଶୀର୍ବାଦ ମଧ୍ୟ ଦେଇଥାନ୍ତି ଏବଂ ମୁଖ୍ୟ ଦ୍ୱାରରେ ଦୀପ ଜଳାଇବା ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଗୃହରେ ପ୍ରବେଶ କରିଥାନ୍ତି। ସେଥିପାଇଁ ଆପଣ ପିତୃପକ୍ଷରେ ପ୍ରତ୍ୟେକ ଦିନ ନିଜର ମୁଖ୍ୟ ଦ୍ୱାରରେ ଦୀପ ଜଳାନ୍ତୁ। ମାତ୍ର ଧ୍ୟାନ ରଖିବେ ଯେ ଆପଣ ସେହି ସ୍ଥାନଟିକୁ ସମ୍ପୂର୍ଣ୍ଣ ସଫାସୁତୁରା କରିବା ଉଚିତ। ତାପରେ ଆପଣ ସେହିଠାରେ ଦୀପ ଜଳାନ୍ତୁ। ଚତୁର୍ଥରେ ଆପଣ ନିଜର ପିତୃପୁରୁଷମାନଙ୍କର ଫଟୋ ନିକଟରେ ଦୀପ ଜାଳନ୍ତୁ।
ଆପଣ ନିଜ ଘରେ ଆପଣଙ୍କର ଯେଉଁ ପିତୃପୁରୁଷଙ୍କର ଫଟୋ ରଖିଛନ୍ତି ସେହି ସ୍ଥାନରେ ଆପଣ ନିଶ୍ଚିତ ରୂପରେ ଦୀପ ଜାଳନ୍ତୁ। ଯଦି ଆପଣ ନିଜ ଘରେ ଯେଉଁଠାରେ ନିଜର ପୂର୍ବପୁରୁଷଙ୍କର ଫଟୋ ଲଗାଇଛନ୍ତି ସେଠାରେ ଦୀପ ଲଗାଇବାର ସୁବିଧା ନାହିଁ ତ ଆପଣ ଦୀପଟିକୁ ଫଟୋ ପାଖରେ ବୁଲାଇ ଆଣନ୍ତୁ ଏବଂ ସେହି ଦୀପକୁ ଆପଣ ଘରର ଦକ୍ଷିଣ ଦିଗରେ ରଖିଦିଅନ୍ତୁ। ଦକ୍ଷିଣ ଦିଗକୁ ଦୀପର ମୁହଁକୁ ରଖନ୍ତୁ। ଆପଣ ଯଦି ଏହି ଉପାୟଟି ପାଳନ କରନ୍ତି ତ ଆପଣଙ୍କୁ ଆପଣଙ୍କର ପିତୃପୁରୁଷଙ୍କର କୃପା ସର୍ବଦା ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କ ଗୃହରେ କେବେ ବି ଧନ ଅନ୍ନର ଅଭାବ ହୋଇନଥାଏ। ପଞ୍ଚମରେ ହେଉଛି ଐଶାନ୍ୟ କୋଣ। ଐଶାନ୍ୟ କୋଣରେ ଆପଣ ଦୀପ ଜାଳନ୍ତୁ। ପିତୃପକ୍ଷ ସମୟରେ ଆପଣ ଯଦି ନିଜର ଗୃହର ଐଶାନ୍ୟ କୋଣରେ ଅର୍ଥାତ୍ ଆପଣଙ୍କର ଘରର ଉତ୍ତର ପୂର୍ବ କୋଣରେ ଶୁଦ୍ଧ ଘିଅରେ ଦୀପ ଜାଳନ୍ତି ତ ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ। ଏହା ବ୍ୟତୀତ ସନ୍ଧ୍ୟା ସମୟରେ ଆପଣ ନିଜ ରୋଷେଇ ଘରେ ଯେଉଁଠାରେ ପାଣି ରଖୁଛନ୍ତି ଯଦି ତା ନିକଟରେ ଦୀପ ଜଳାନ୍ତି ତ ଆପଣଙ୍କୁ ଆପଣଙ୍କ ପିତୃପୁରୁଷଙ୍କର ଆଶୀର୍ବାଦ ମଧ୍ୟ ହୋଇଥାଏ ଏବଂ ଆପଣଙ୍କ ଗୃହରେ ସର୍ବଦା ପିତୃପୁରୁଷଙ୍କର ଆଶୀର୍ବାଦ ରହିଥାଏ। ତ ଏହି ଉପାୟଟିକୁ ଆପଣ ସମ୍ପୂର୍ଣ୍ଣ 15 ଦିନ ପର୍ଯ୍ୟନ୍ତ କରନ୍ତୁ ଯାହାଦ୍ୱାରା ଆପଣଙ୍କ ଗୃହରେ ସୁଖ ସୁବିଧାରେ ବୃଦ୍ଧି ହୋଇଥାଏ ଏବଂ ଆପଣଙ୍କ ଜୀବନରେ ଶାନ୍ତି ମଧ୍ୟ ଆସିଥାଏ। ତେବେ ଏବେ ଆସନ୍ତୁ ଜାଣିନେବା ଆପଣଙ୍କୁ ଏହି ଶ୍ରାଦ୍ଧ ପକ୍ଷ ମଧ୍ୟରେ କେଉଁ ସବୁ ଉପାୟ ପାଳନ କରିବାର ଅଛି। ବନ୍ଧୁମାନେ ପ୍ରଥମ ହେଉଛି କଳା ରାଶି ଏବଂ ବେଲପତ୍ରର ଉପାୟ। ବନ୍ଧୁମାନେ ବେଳେବେଳେ ଆମ କୁଣ୍ଡଳୀରେ ପିତୃଦୋଷ ରହିଥାଏ ତ ଯଦି ଆପଣଙ୍କ ଉପରେ ପିତୃଦୋଷ ରହିଛି ସେଥିରୁ ମୁକ୍ତି ପାଇବା ପାଇଁ ଆପଣ ପିତୃପକ୍ଷର ପ୍ରତ୍ୟେକ ଦିନ ଆପଣ ସ୍ନାନ ଧ୍ୟାନ ଇତ୍ୟାଦି କରିସାରିବା ପରେ ଗଙ୍ଗା ଜଳ କିମ୍ବା କ୍ଷୀରରେ କଳା ରାଶି ଏବଂ ବେଲପତ୍ର ମିଶାଇ ଭଗବାନ ଶିବ ଶଙ୍କରଙ୍କୁ ଅଭିଷେକ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ପିତୃଦୋଷରୁ ମୁକ୍ତି ମିଳିଥାଏ। ଯଦି ଆପଣ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତ ପିତୃପକ୍ଷ ମଧ୍ୟରେ ଆପଣ କଳା ରାଶିର ଦାନ କରନ୍ତୁ। ଆପଣ ଏହି କଳା ରାଶିର ଦାନ ମଧ୍ୟ ମନ୍ଦିରରେ କରିପାରିବେ। ଆପଣ ମନ୍ଦିରରେ କଳା ରାଶି ଦାନ କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ପିତୃପୁରୁଷଙ୍କର ଆଶୀର୍ବାଦ ମିଳିଥାଏ ଏବଂ ଏହି ପିତୃପକ୍ଷରେ ଯଦି ଆପଣ ସ୍ନାନ ଓ ଧ୍ୟାନ କାର୍ଯ୍ୟ ସାରିବା ପରେ ବେଲପତ୍ରରେ ରାମ ଲେଖି ଭଗବାନ ଶିବଙ୍କୁ ଅର୍ପଣ କରନ୍ତି ତ ଏହି ଉପାୟ ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଯେଉଁ ସବୁ ଅଶୁଭ ଗ୍ରହମାନଙ୍କର ପ୍ରଭାବ ଥାଏ ତାହା ଶେଷ ହୋଇଯାଇଥାଏ। ବନ୍ଧୁମାନେ ଆମର ପିତୃପକ୍ଷ ମଧ୍ୟରେ ପିତୃପୁରୁଷଙ୍କ ବିଷୟରେ ଦର୍ପଣ ଏବଂ ପିଣ୍ଡଦାନ କରାଯାଇଥାଏ ତ ଆପଣ ଏହି ପିତୃପକ୍ଷ ମଧ୍ୟରେ ଆପଣ ନିଜର ଗୁରୁଜନମାନଙ୍କର ବୃଦ୍ଧ ବ୍ୟକ୍ତିମାନଙ୍କର ସେବା ଏବଂ ସମ୍ମାନ କରନ୍ତୁ। ସେମାନଙ୍କୁ କଷ୍ଟ ଦେଲା ଭଳି ଆପଣ କୌଣସି ବି କାର୍ଯ୍ୟ କରନ୍ତୁ ନାହିଁ। ଏମିତିରେ ପିତୃପକ୍ଷ ନୁହେଁ ଆପଣ କେବେ ବି ନିଜର ଗୁରୁଜନମାନଙ୍କୁ ଅସନ୍ତୁଷ୍ଟ କରିବା ଉଚିତ ନୁହେଁ। ସର୍ବଦା ସେମାନଙ୍କର ସେବା କରିବା ଉଚିତ, ସେମାନଙ୍କୁ ଖୁସି ଦେବା ଉଚିତ। ତ ଏହି ପିତୃପକ୍ଷରେ ଆପଣ ଯଦି ସ୍ନାନ ସାରିବା ପରେ ପ୍ରତ୍ୟେକ ଦିନ ଜଳରେ କଳା ରାଶି ଏବଂ ଯବ ମିଶାଇ ପିତୃପୁରୁଷଙ୍କୁ ଅର୍ଘ୍ୟ ଦିଅନ୍ତି ତ ଏହି ଉପାୟ ଦ୍ୱାରା ଆପଣଙ୍କୁ ପିତୃଦୋଷରୁ ମୁକ୍ତି ମିଳିଥାଏ। ତ ବନ୍ଧୁମାନେ ଆପଣଙ୍କ କୁଣ୍ଡଳୀରେ ଯଦି ପିତୃଦୋଷ ଥାଏ ତ ଆପଣ ନିଜର ପିତୃପୁରୁଷମାନଙ୍କର ଫଟୋକୁ ଘରର ଦକ୍ଷିଣ ଦିଗରେ ଲଗାନ୍ତୁ ଏବଂ ସେମାନଙ୍କର ଫଟୋ ସାମ୍ନାରେ ଆପଣ ଧୂପ କିମ୍ବା ଅଗରବତୀ ଜଳାନ୍ତୁ। ବିଶେଷ ରୂପରେ ଆପଣ ଶ୍ରାଦ୍ଧ ପକ୍ଷ ମଧ୍ୟରେ ଏହି କାର୍ଯ୍ୟକୁ କରନ୍ତୁ ଯାହାଫଳରେ ଆପଣଙ୍କୁ ଏହାର ବିଶେଷ ଲାଭ ପ୍ରାପ୍ତି ହେବ। ପିତୃପକ୍ଷରେ ଆପଣ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ନିଜ ଘରର ଦକ୍ଷିଣ ଦିଗରେ ତେଲର ଦୀପ ନିଶ୍ଚିତ ଜଳାନ୍ତୁ। ଆପଣ ଯଦି ପ୍ରତ୍ୟେକ ଦିନ ଏହା କରନ୍ତି ତେବେ ମଧ୍ୟ ଆପଣଙ୍କର ପିତୃଦୋଷ ସମାପ୍ତ ହୋଇଯାଇଥାଏ। ନିଜ କୁଣ୍ଡଳୀରେ ପିତୃଦୋଷକୁ ସମାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଦ୍ୱିପହର ସମୟରେ ଅଷ୍ଟଗଛର ପୂଜା କରନ୍ତୁ ଏବଂ ଗଙ୍ଗାଜଳ, କଳା ରାଶି, କ୍ଷୀର ଏବଂ ଅକ୍ଷତ ଫୁଲ ମିଶାଇ ଅଷ୍ଟଗଛ ମୂଳରେ ଅର୍ପଣ କରନ୍ତୁ। ତ ବନ୍ଧୁମାନେ ଆପଣ ପିତୃପକ୍ଷରେ ଯଦି ଦୀପର ଏହି ଚମତ୍କାରୀ ଉପାୟ ପାଳନ କରନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କର ପିତୃପୁରୁଷ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ଆପଣଙ୍କର ପିତୃପୁରୁଷଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଆପଣଙ୍କ ଜୀବନରେ ଚାଲିଥିବା ଅନେକ ଦୁଃଖ କଷ୍ଟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ। କାରଣ ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ପିତୃପୁରୁଷଙ୍କ ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଯାହାକି ଆପଣଙ୍କର ଅଧିକ ଶୁଭ ଫଳ ପ୍ରଦାନ କରିଥାଏ। ତେବେ ବନ୍ଧୁମାନେ ମୋର ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।